ପିଲାମାନେ ଆଜି ଆମେ ଦେଖିବା ଅଷ୍ଟମ ଶ୍ରେଣୀର ତୃତୀୟ ଅଧ୍ୟାୟ ହେଲା ତାର ପ୍ରଶ୍ନ ଉତ୍ତର ଶପଥ ବିଷୟର ଶପଥ ହେଲା। ତ ଆର ପ୍ରଶ୍ନ ଉତ୍ତର ଆମେ ଦେଖିବା। ତ ଦେଖିବା ଦେଖ ପ୍ରଥମେ ଏଇଟା ଶପଥ ବିଷୟ ତୁମେ ଦେଖିଥିବ ଅନନ୍ତ ପଟ୍ଟନାୟକ ୟାକୁ ଲେଖିଛନ୍ତି ହେଲା। ତ ଆମେ ଦେଖିବା ନେକ୍ସଟ ଦେଖ ତାର କ୍ୱେଶ୍ଚିନ୍ ଆନ୍ସର ଆଜି କରିବା। ତ କବି ଅନନ୍ତ ପଟ୍ଟନାୟକ କିଏ ହେଲା। ତ ଦେଖ ପ୍ରଥମେ କ୍ୱେଶ୍ଚିନ୍ ଦେଇଛି ପାଠ୍ୟ ଅନ୍ତର୍ଗତ କ୍ୱେଶ୍ଚିନ୍ ଦେଖ ପ୍ରଥମେ ଦେଇଛି କବିତାରେ ପଠିତ କବିତାରେ କେଉଁମାନଙ୍କୁ ଦହନ କରିବା ପାଇଁ କବି କହିଛନ୍ତି? ସ୍ୱାର୍ଥଜନର ମିଥ୍ୟା କଥା, ଭୋକିର ଭୋକ, ହିଂସା ନା ବ୍ୟଥା ନା ଦୁଃଖ ପ୍ରାସ, କେଉଁଟାକୁ ସେ କହିଛନ୍ତି? ସ୍ୱାର୍ଥଜନର କ'ଣ ମିଥ୍ୟା କଥା। ଆନ୍ସର କେଉଁଟା ହେବ? ସ୍ୱାର୍ଥଜନର ବା ସ୍ୱାର୍ଥୀଜନର ମିଥ୍ୟା କଥାକୁ ସେ କହିଛନ୍ତି। ତ ଝରଣା ସମ ଝରିବି ହସି ପଦଟିର ତାତ୍ପର୍ଯ୍ୟ କ'ଣ ହେଲା? ଝରଣା ସମ ଝରିବି ହସି ହେଲା ତା ପ୍ରାଣରୁ ପ୍ରାଣ ଖେଳିବି, ତୃଷ୍ଣାକାର ରଖିବି ନାହିଁ ହେଲା, ଭୋକିର ଭୋକ ଜୀବରେ କାହିଁ, ଅରୂପ ରୂପ ରଙ୍ଗେ ସାଜି, କେଉଁଟା ହେବ? ଝରଣା ସମ ମାନେ ଝରଣା କ'ଣ କରେ? ଜଣଙ୍କର ଶୋଷ ମେଣ୍ଟାଏ, ତୃଷ୍ଣା ମେଣ୍ଟାଏ। ତ କ'ଣ ହେବ? ଖ ନମ୍ବର ତୃଷ୍ଣାକାର ରଖିବି ନାହିଁ ହେଲା। ତାପରେ ନେକ୍ସଟ ଦେଖ ନେକ୍ସଟ ଅଛି କି ନଭର ସମ ସ୍ୱଚ୍ଛ ମୁଖେ କେଉଁ ଭାବ ନଥିବ ବୋଲି କବିତାରେ କୁହାଯାଇଛି? ମିଥ୍ୟା କଥା, ସରଳ ହାସ, ହିଂସା କଥା, ବ୍ୟଥା ବା ଦୁଃଖ ପ୍ରାସ। ହିଂସା ବ୍ୟଥା ନା ଦୁଃଖ ପ୍ରାସ? କ'ଣ ହେବ? ନା ହିଂସା ବ୍ୟଥା ହେବ। କ'ଣ ହେବ? ନା ହିଂସା ବ୍ୟଥା ଆନ୍ସର ହେବ। ତାପରେ ନେକ୍ସଟ ଦେଖ ତାପରେ କହୁଛି କାହା ପରି କବି ଦୁଃଖ ପ୍ରାସକୁ ଆବୋରି ନେବା ପାଇଁ କବିତାରେ କହିଛନ୍ତି? ସିନ୍ଧୁ ସମ, ଅଗ୍ନି ସମ, ପବନ ସମ, ଧରଣୀ ସମ। କାହା ସମ? ନା ଧରଣୀ ସମ। କାହା ସମ? ନା ଧରଣୀ ସମ କ'ଣ କରିବା ପାଇଁ କହିଛନ୍ତି ହେଲା। ତାପରେ ଦେଖ ସମତା ପଥେ ଚାଲିବା ପାଇଁ କବି କେଉଁ ଗାନ ଗାଇବାକୁ କହିଛନ୍ତି? ଶାନ୍ତିର ଗାନ, ପକ୍ଷୀର ଗାନ, ମେଘର ଗାନ, ସିନ୍ଧୁର ଗାନ। କାହାର ଗାନ? ନା ଶାନ୍ତିର ଗାନ ଗାଇବା ପାଇଁ କହିଛନ୍ତି। ଦେଖ ତାପରେ ତୁମ ସାଙ୍ଗମାନେ ବିଭିନ୍ନ ଉତ୍ତର ବାଛି ଦେଇପାରନ୍ତି, ତୁମେ ବାଛିଥିବା ଉତ୍ତର କାହିଁକି ବାଛିଛ ତାହା ସେମାନଙ୍କ ସହ ଆଲୋଚନା କର। ଏଇଟା କି ଦରକାର? ଦେଖ ମିଳିମିଶି ଯୋଡ଼ିବା ଏଇଟା ଗୋଟେ ଦେଇଛି। ତ ମିଳିମିଶି ଯୋଡ଼ିବା ମାନେ କ'ଣ? ଯେଉଁ କ ସ୍ତମ୍ଭ ଖ ସ୍ତମ୍ଭ ଯୋଡ଼ିବା ପାଇଁ କହିଛି। ଦେଖ ପ୍ରଥମେ ଦେଇଛି ପକ୍ଷୀ ସମ ଗାଇବି ଗୀତ, ହୃଦୟରୁ ହୃଦୟ ଉଡ଼ିବି ବାଜି ହେଲା। ଏଇଟା ଯେଉଁ ଏକ ନମ୍ବରଟା ଏଇଟା କାହା ସହିତ ହେବ? ନା 4 ନମ୍ବର ସହିତ ହେବ। ଦେଖ କ'ଣ ହେବ? 4 ନମ୍ବର ସହିତ ସରଳ ବିହଙ୍ଗ କାକଳି ପରି ସମସ୍ତଙ୍କ ହୃଦୟରେ ପ୍ରତିଧ୍ୱନି ସୃଷ୍ଟି କରିବା। ତାପରେ ଦେଖ 2 ନମ୍ବର ଦେଇଛି ଗର୍ବ ଭରେ ଧର୍ମେ କରି କର୍ମେ ମୋର ଟେକିବି ଶିର ହେଲା। ତ 2 ନମ୍ବରଟା କାହା ସହିତ ହେବ? ଦେଖ 2 ନମ୍ବରଟା ହେବ ସ୍ୱାଭିମାନର ସହିତ କ'ଣ ହେବ? ଏଇଟା 1 ନମ୍ବରଟା 1 ନମ୍ବର ସହିତ ସ୍ୱାଭିମାନର ସହ ଧର୍ମକୁ ବରଣ କରି କର୍ମ କରି ଚାଲିବି ହେଲା। ତାପରେ ରୁଗୁଣ ଜନ ପାରୁସେ ରହି ଶୁଶ୍ରୂଷା ଲାଗିବି ତାର ହେଲା। ରୁଗୁଣ ଜନ ପାରୁସେ ରହି ଶୁଶ୍ରୂଷାରେ ଲାଗିବି ତାର। ଏଇଟା କ'ଣ ହେବ? ନା ରୁଗୁଣ ଜନଙ୍କ ସେବା ହିଁ ମାଧବ ସେବା। ତାପରେ ଲାଷ୍ଟଟା ରହିଲା 3 ନମ୍ବର ସହିତ ଜଏଣ୍ଟ ହେବ। ବୁଝିପାରିଲ? ତ ନେକ୍ସଟ ଦେଖ ନେକ୍ସଟ କ'ଣ କହୁଛି? କବିତାର ପଦଗୁଡ଼ିକ ଆଲୋଚନା କରିବା। ଦେଖ ସିନ୍ଧୁ ସମ ଫେରାଇ ଦେବି ଯିଏ ସେ ଦେବ ସରଳ ହାସ ହେଲା, ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ ହେଲା। ତ 1 ନମ୍ବରଟା ଦେଖ ଏଇଠି 1 ନମ୍ବର ଉତ୍ତର କ'ଣ ହେବ? ନା ଦେଖ କବିତାର ପଦଗୁଡ଼ିକ ଆଲୋଚନା କରିବା ଯେଉଁ ଦେଇଛି ସିନ୍ଧୁ ସମ ଫେରାଇ ଦେବି ଯିଏ ସେ ଦେବ ସରଳ ହାସ, ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ ହେଲା। ତ ଆମେ ଏଇଟା ପଢ଼ିକି ଆସିଲେ ଦେଖ ତାର ଉତ୍ତରଟା ଦେଖିବା। ସମାଜବାଦୀ କବି ଅନନ୍ତ ପଟ୍ଟନାୟକ ନିଜକୁ ସମାଜ ସେବାରେ ହଜାଇ ଦେବା ପାଇଁ ଚିନ୍ତା କରି ହେଲା ଶପଥ କବିତା ରଚନା କରିଛନ୍ତି। ସେ ଅନେକ ଗୁଡ଼ିଏ ଉଦାହରଣ ଦେଇ ନିଜ ଜୀବନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ହେଲା। କବି ନିଜକୁ ସାଗର ଭଳି ହେବା ପାଇଁ କହିଛନ୍ତି। ସାଗର ଯେପରି କାହାର କିଛି ରଖେ ନାହିଁ, ତାକୁ ଯାହା ଦେଲେ ମଧ୍ୟ ସେ ସଙ୍ଗେ ସଙ୍ଗେ ପରିବର୍ତ୍ତିତ ଢେଉରେ ବେଳାଭୂମି ଆଡ଼କୁ ପକାଇ ଦେଇଥାଏ। ଦେଖ ଢେଉରେ ସେ କ'ଣ କରେ ନା ସାଗର କ'ଣ କିଛି ରଖେ? ଯାହା ବି ଦେବ ସେ ଢେଉରେ ପୁଣି ଥରେ ଫେରାଇ ଆଣିବ। କବି ସେହିପରି ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ବିଚାରଧାରା ହେଉଛି ସେ କାହାରିଠାରୁ କିଛି ନେବେ ନାହିଁ, ବରଂ ସେ ଅନ୍ୟମାନଙ୍କୁ ଦେବେ। ପୁନଶ୍ଚ କବି ଧରଣୀ ପରି କଷ୍ଟ ସହିଷ୍ଣୁ ହେବା ପାଇଁ ଚାହିଁଛନ୍ତି, କଷ୍ଟ ସହିବା ପାଇଁ ଚାହିଁଛନ୍ତି। ଧରଣୀ ଯେପରି ନିଜ ସନ୍ତାନମାନଙ୍କ ସୁରକ୍ଷା ପାଇଁ ଅନେକ କଷ୍ଟ ସହିଥାଏ, କବି ସମାଜରୁ ଅନେକ କଷ୍ଟ ପାଇଲେ ବି ସମାଜର ସୁରକ୍ଷା ପାଇଁ ସର୍ବଦା ଚେଷ୍ଟା କରିବେ ହେଲା। ତ ଅନ୍ୟକୁ ଧରି ରଖି ଅନ୍ୟକୁ ଆନନ୍ଦ ଦେଇ ନିଜେ କଷ୍ଟ ସହି ନେବା ପାଇଁ କବି ଶପଥ
ନେଇଛନ୍ତି। ତାପରେ ଦେଇ ଦେଖ ମୁହିଁ ତ ନୁହେଁ ମୋହରି ପାଇଁ ସବୁରି ଲାଗି ମୋହରି ପ୍ରାଣ ସମତା ପଥେ ପତାକା ବାହି ଶାନ୍ତିର ମୁଇଁ ରଚିବି ଗାନ ହେଲା। ତ ଏଇଟା ସେକେଣ୍ଡ କ୍ୱେଶ୍ଚିନ୍ 2 ନମ୍ବର କ୍ୱେଶ୍ଚିନ୍। କବି ଅନନ୍ତ ପଟ୍ଟନାୟକ ଥିଲେ ସମାଜବାଦୀ କବି। ସେ ସର୍ବଦା ଚାହୁଁଥିଲେ ଯେ ଶୋଷଣ ମୁକ୍ତ ସମାଜ ଗଠନ କରିବେ ହେଲା। ନିଜେ ଜଳି ନିଜ କଷ୍ଟ ସହି ସମାଜକୁ କିପରି ସୁଖ ଓ ଆନନ୍ଦ ଦେବେ ସେ ପାଇଁ ସେ ଶପଥ ନେଇଛନ୍ତି ହେଲା। କବିତାର ଶେଷ ପର୍ଯ୍ୟାୟରେ କବି କହିଛନ୍ତି ମୁଁ କେବଳ ନିଜର ସୁଖ ପାଇଁ କାମ କରିବି ନାହିଁ ବରଂ ସମାଜର ସମସ୍ତଙ୍କ ପାଇଁ କାମ କରିବି। ସବୁରି ପାଇଁ ମୋର ସଦା ହେଲା ପ୍ରାଣ ସଦା ସମର୍ପିତ ହେଲା। କେହି ବଡ଼ ହେବେ ନାହିଁ କିମ୍ବା କେହି ନିଜକୁ ସାନ ମନେ କରିବେ ନାହିଁ। ସମସ୍ତେ ଏକତା ମନ୍ତ୍ରରେ ଦୀକ୍ଷିତ ହେବେ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବେ, କବି ସମତାର ପତାକା ଧରି ଆଗେଇ ଚାଲିବେ ବୋଲି ଶପଥ ନେଇଛନ୍ତି ହେଲା। ତାପରେ ଦେଖ ତୃତୀୟ ନମ୍ବର କ୍ୱେଶ୍ଚିନ୍ 3 ନମ୍ବର ଝରଣା ସମ ଝରିବି ହସି ତୃଷ୍ଣାକାର ରଖିବି ନାହିଁ। ଝରଣା ସମ ଝରିବି ହସି ତୃଷ୍ଣାକାର ରଖିବି ନାହିଁ ଶସ୍ୟ ଦଳେ ଧରିବି ଲସି ହେଲା। ଭୋକିର ଭୋକ ଜୀବରେ କାହିଁ ହେଲା। ତ ଦେଖ କବି ଅନନ୍ତ ପଟ୍ଟନାୟକ ଶପଥ କବିତାରେ ଏକ ଶୋଷଣମୁକ୍ତ ସମତା ଭାବପୂର୍ଣ୍ଣ ସମାଜ ଗଠନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ନିଜକୁ କିପରି ଅନ୍ୟମାନଙ୍କ ସେବାରେ ନିୟୋଜିତ କରିବେ ତାହାର ବିଭିନ୍ନ ଉଦାହରଣ ଦେଇଛନ୍ତି ହେଲା। ତାପରେ କବି ଝରଣା ପରି ସ୍ୱଚ୍ଛ ଜଳରାଶି ବିଶିଷ୍ଟ ସ୍ରୋତ ନେଇ ପ୍ରବାହିତ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରବାହିତ ଗତିପଥରେ ଝରଣା ଯେପରି ସମସ୍ତଙ୍କର ତୃଷ୍ଣା ବା ଶୋଷ ମେଣ୍ଟାଇଥାଏ ହେଲା, ଠିକ୍ ସେହିପରି ହେବା ପାଇଁ କବି ଚାହିଁଛନ୍ତି। ପୁନଶ୍ଚ କବି ଇଚ୍ଛା ପ୍ରକାଶ କରିଛନ୍ତି ଶସ୍ୟ ପରି ରସ ପରିପୂର୍ଣ୍ଣ ହେବାକୁ, ଯାହାକୁ ଗ୍ରହଣ କରି ଭୋକିର ଭୋକ ମେଣ୍ଟାଇ ପାରିବ। କବି ଉକ୍ତ ପଦରେ ଭୋକିର ଭୋକ ଶୋଷୀର ଶୋଷ ମେଣ୍ଟାଇବା ପାଇଁ ଶପଥ ନେଇଛନ୍ତି ହେଲା। ତାପରେ ଦେଖ ଅନୁମାନ ଆଉ କଳ୍ପନାରେ ଦେଇଛି ଏ 4ଟା କ୍ୱେଶ୍ଚିନ୍। ଅନୁମାନ ଆଉ କଳ୍ପନାରେ କ ଖ ଗ ଘ ଏ ଯେଉଁ 4ଟା କ୍ୱେଶ୍ଚିନ୍ ଦେଇଛି କ ଖ ଗ ଘ ହେଲା, ଆମେ ଦେଖିବା। ତ ଦେଖ ତାପରେ ଏଇଠି କବିତା ରଚନା ଗୋଟେ ଦେଇଛି, କିଛି ଏହାର ଅର୍ଥ ନାହିଁ। କବିତା ଆମେ କ'ଣ କବି କି ରଚନା କରିବା ନା, ତ ସୃଜନଶୀଳତା ଏଇଟା ବି କିଛି ଜରୁରତ ନାହିଁ। ଦେଖ ତ ଅନୁମାନ ଆଉ କଳ୍ପନାରେ ଆମେ ଯେଉଁ ଦେଖିକି ଆଇଲେ 4ଟା କ୍ୱେଶ୍ଚିନ୍ ହେଲା। ପଠିତ କବିତାରେ ଶପଥର ଆହ୍ୱାନ ଦିଆଯାଇଛି। ତୁମ ବିଚାରଧାରାରେ କେଉଁ କେଉଁ ଶପଥ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ କାହିଁକି ଆଲୋଚନା କର ଏବଂ ଏହି ବିଷୟରେ ଏକ ପରିଚ୍ଛେଦ ଲେଖ ହେଲା। ସମାଜବାଦୀ କବି ଭାବରେ କବି ଅନନ୍ତ ପଟ୍ଟନାୟକ ଏକ ସାମ୍ୟବାଦୀ ସମାଜ ଗଠନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଚାହିଁଛନ୍ତି ନିଜକୁ ଉତ୍ସର୍ଗ କରି ଅନ୍ୟକୁ ସାହାଯ୍ୟ କରି ଏକ ଶ୍ରେଣୀହୀନ ସମାଜ ଗଠନ କରିବେ। ଏଭଳି ସମାଜ ଗଠନ ପାଇଁ କବି ଦୃଢ଼ ଶପଥ ନେଇଛନ୍ତି। କବିତାର ପ୍ରଥମ ପଦରେ କବି ସୂର୍ଯ୍ୟ ଭଳି ତେଜିଆନ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୂର୍ଯ୍ୟ ଯେପରି ନିଜେ ଜଳି ଜଳି ସାରା ସୃଷ୍ଟିକୁ ଆଲୋକିତ କରେ କବି ସେହିଭଳି ହେବା ପାଇଁ ଚାହିଁଛନ୍ତି। କବି କେବଳ ସୂର୍ଯ୍ୟ ପରି ଜଳିବାକୁ ଚାହିଁନାହାନ୍ତି ବରଂ ଚନ୍ଦ୍ରମା ପରି ଶୀତଳ ଶୁଭ୍ର ଆଲୋକରେ ଝଟକି ଉଠିବା ପାଇଁ ମଧ୍ୟ ଚାହିଁଛନ୍ତି। କବି ପୁଣି ପବନ ପରି ସାରା ଜୀବଜଗତକୁ ଛୁଇଁ ସେମାନଙ୍କ ମଧ୍ୟରେ ପ୍ରାଣ ସଞ୍ଚାର କରିବାର ଶପଥ ନେଇଛନ୍ତି ଏବଂ ପର୍ବତ ପରି ଦୃଢ଼ମନା ହେବା ପାଇଁ ମଧ୍ୟ ଶପଥ ନେଇଛନ୍ତି ହେଲା। ମୋ ବିଚାରଧାରାରେ ସୂର୍ଯ୍ୟ ଚନ୍ଦ୍ର ପର୍ବତ ହେଲା ପବନ ପର୍ବତ ପରି ହେବା ଅଧିକ ମହତ୍ତ୍ୱପୂର୍ଣ୍ଣ, କାରଣ ଏଭଳି ଶପଥ ନେବାରେ ସମାଜର ଓ ନରନାରୀମାନଙ୍କର ନିଶ୍ଚୟ ମଙ୍ଗଳ ହୋଇପାରିବ ହେଲା। ତାପରେ ଦେଖ ଖ ନମ୍ବର କ୍ୱେଶ୍ଚିନ୍ ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରାସ। ଉକ୍ତ ପଦରେ କବିଙ୍କ ଆହ୍ୱାନକୁ ସାର୍ଥକ କରିବା ନିମିତ୍ତ ତୁମେ କେଉଁଭଳି କାର୍ଯ୍ୟ କରିବା କଥା ଭାବୁଛ ଆଲୋଚନା କର ହେଲା। ତ ଦେଖ କବି ଅନନ୍ତ ପଟ୍ଟନାୟକ ସମାଜ ପାଇଁ ନିଜକୁ ଉତ୍ସର୍ଗ କରିଦେବାର ଶପଥ ନେଇଛନ୍ତି। ଏଥିପାଇଁ ସେ ପର୍ଯ୍ୟାୟକ୍ରମେ ସୂର୍ଯ୍ୟ ଚନ୍ଦ୍ର ଝରଣା ବାୟୁ ପର୍ବତ ଆଦି ହେବା ପାଇଁ ଚାହିଁଛନ୍ତି। କବି ମଧ୍ୟ ପୃଥିବୀ ହେଲା, କବି ପୃଥିବୀ ପୃଥିବୀ ଭଳି ହେବା ପାଇଁ ଚାହିଁଛନ୍ତି। ଏଇଟା ମଧ୍ୟ ହେଲା, ଏଇଟା ମଧ୍ୟ ମ ଦ୍ୱିତୀୟ ଧ ହେଲା ମଧ୍ୟ ହେଲା, ଏଇ ଜାଗାଟା ମଧ୍ୟ ପୃଥିବୀ ଭଳି ହେବା ପାଇଁ ଶପଥ ନେଇଛନ୍ତି। ପୃଥିବୀ ହେଉଛି ସମସ୍ତଙ୍କ ମା ଯେପରି ନିଜ ବକ୍ଷରେ ନିଜ ସନ୍ତାନମାନଙ୍କୁ ଧରି ରଖୁଥାଏ, ପୃଥିବୀ ସେହିପରି ନିଜ ବକ୍ଷରେ ସନ୍ତାନମାନଙ୍କୁ ଧରି ରଖିଥାଏ। ସେ କେବଳ ସନ୍ତାନମାନଙ୍କୁ ଧରି ରଖେ ନାହିଁ ବରଂ ସନ୍ତାନମାନେ କିପରି ସୁଖରେ ବଞ୍ଚି ରହିବେ ସେଥିପ୍ରତି ମଧ୍ୟ ସବୁକିଛି ଦୁଃଖ କଷ୍ଟ ସହି ନେଇଥାଏ। ପୃଥିବୀ ଭଳି ସେ ସବୁକିଛି ଦୁଃଖ ଯାତନାକୁ ସହି ନେଇ ପୃଥିବୀରେ ସେ ଏକ ଶ୍ରେଣୀହୀନ ସମାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି। କବିଙ୍କର ଏଭଳି ଶପଥ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଆହ୍ୱାନ ବୋଲି ବୁଝିବାକୁ ପଡ଼ିବ ହେଲା। ତାପରେ ଦେଖ
तापर ग नंबर क्वेश्चन शपथ कवितार तुम केतोटी शपथ को निजे साकार करने सांग सहित आलोचना कर आम गोटे आलोचना करवा कवितार देख कवितार समाज मंगल श्रेणीहीन चेतना सृष्टि करने कवि अनंत पट्टनायक अनेक प्रकार शपथ नापी चेष्टा से प्रसंग क्रम सूर्य चंद्र पवन झरणा अग्नि पक्षीर काकली पर्वत आदि परी हेबापी चाहिए है किंतु आमे अग्नि परी होई जो माने स्वार्थपर सेमानंकर स्वार्थ अनुचिंता को पोड़ी नष्ट करदेबू पक्षी पक्षी जेपरी सुमधुर गान रे समस्त हृदय को आमोदित और आनंदित करता है आमे मध्य सेहीपरी समस्त हृदय रे आनंदर उत्साह सृष्टि करिबु पर्वत जेपरी वज्रर आघात सही अविचलित भाव रे रही थाए आमे मध्य अनुरूप भाव रे जीवन रे जेते आघात आसिले मध्य सबकिछि सहीजिबु मात्र कर्मपथरु विच्युत हेबु नाही हैला सागर परी आमे काहाठारु किछि पाइबार आशा न रखू जी जहाँ देव आमे सबकिछि फेराई देवाई इच्छा करूँ है तो देख नेक्स्ट घ नंबर समाज क्यों क्यों वर्गर व्यक्ति मानक सहायता प्रदान करबा पठित कवितार मध्य आलोचना कर है पठित कवितार शपथरे कवि अनंत पट्टनायक एक शोषण मुक्त समाज गठन आह्वान जणाइछन्ति से मध्य निजे शपथ नहीं समाजर परिवर्तन से भली विचारधारा आमको कहीं प्रत्येक पाठक को असहाय वर्ग को साहाय्य करने प्रेरणा प्रदान करिबो हैला तो देख कवि निजे सूर्य होगाकू चाहिए जो मैंने बंचबार सहारा पाऊनाहांती अंधकार रे बुड़ी रही सेमानंको सहज जीवन धारण करिवार प्रेरणा जोगाइछन्ति पवन परी हुई से समस्त को बंचबार माध्यम हेबे बोली कहिछन्ति समाज रे जो माने स्वार्थी जो मानकर अन्यर भल मंद चिंता न करी निजर भल मंद पाई सबकिछि इच्छा प्रकाश करती से भली लोक माननकु अग्निपरी होई दहन करिया चेष्टा करिसेंति हैला जो लोक दुख अशांति रही से भली व्यक्ति को अंतर रे आनंद भाव सृष्टि करिया पक्षी परी मधुर गान गाइबा चाहिए कवि पर्वत परी टाण होई समाजर मंगल आशा करिसेंति आउ सिंधु परी सबु सुख फेराई देबे बोली दुखरे थिबा मनुष्य माननकु निकटकू माने सब दुख माने कौन सुख फेराई देबे और दुखरे थिबा मनुष्य निकटकू बोली कौन कहिसेंति प्रकाश करिसेंति कि जे दुखरे अछि ताकू सब सुख आमे फेराई दबु हैला तो देख नेक्स्ट देख कवितार शीर्षक कवितार भाषा विचार है देख कवितार शीर्षक यहाँ किसी एत इम्पोर्टाट नुहे देख कवितार भाषा विचार ये देती शपथ है देख दी कौन शपथ कौन सूर्य सम जलिबे आउ कौन शपथ नहीं आउ कौन शपथ देख तलू टिके आस कवितार शीर्षक आम देखा है इम्पोर्टाट नुहे ना कवितार शीर्षक आम देखा तो देख से कौन से जो शपथ देखते देख ताकू एडिट कराई देख टे है कवितार जो शपथ दी शपथ सूर्य सम जलिबे ये देता तर अग्नि सम बहिबी पक्षी सम गाइबी देख देखाऊन ना रंग चेंज कर दूची देख सूर्य सम जलिबी अग्नि सम दहिबी पक्षी सम गाइबी सिंधु सम कौन करी फेराइबी सिंधु जेन फेराई दिए फेराइबी सिंधु सम फेराइबी अद्रि सम धैर्य धरिबी है पृथ्वी सम दुख नेबी है तो यहाँ तापर कौन कौची ना शीर्षक ना आम जो छाड़ी आसिले है कौन कवितार शीर्षक शपथ रही तुम्हें जदि शीर्षक परिवर्तन करने चाहूच तेरे यार नामकरण कौन देव और कहीं देवाक भावुच सांगसाथी मान सहित आलोचना कर यही कविता शीर्षक परिवर्तन कले यार नाम दुखीर साथी बोली दि जापर मो मदर है तो कवि निजपाई नुहे समाजर दुखी और कौन शोषी है भोकी मानक काम कर शपथ नहीं तो आर कौन नामकरण दिपर ना दुखीर साथी कौन दिपर दुखीर साथी है दुखीर साथी बोली दि जापर तापर कौन कौन ना कवितार आरंभ शेष जाए कवि समस्त काम करने को इच्छा प्रतिपोषण करेतु कवि जड़े समाजवादी है चिंताधारार मनीष से मनरे संकीर्ण भाव नथिला नुहे नथिला है हर्षिका नथिला है तो से सूर्य सम जली जली अन्य को आलोक देवाक चाहिए जह्न परी शोषण शोभायुक्त होई अन्यंक मनरे खुशीर भाव सृष्टि करने को चिंता करिसेंति पवन परी हुई समस्त प्राण जीवन संचार करने चाहिए पुनश्च से अंधर चक्षु हुई अंधर आशावाड़ी हुई है समस्त दुख दूरे देवाई शपथ नहीं है देख शेषक अच्छी कौन ना यहाँ देख तो कौन सूर्य समानार्थक बोध कि
सूर्यर किए हम ना सुधाकर है ये बही दे सूर्यर सुधाकर तापर कौन पवनर अनल है अत्रीर पड़िया है तापर कौन कौच ना धरणीर सूता है पद्मर पराग है ये शशि शस्य शस्य है तापर देख ये कौन जलिबी है तो ये तुम या आभोड कर छोट छोट वाक्य लिखिपर देख जलिबी कौन हम मु अग्निशम जली है स्वार्थजन को कौन करी निहत करी है तापर जली झरी मु कौन नदी सम झरी समस्त को पानी देवी बहिबी है मु झरणा सम बही कौन करी समस्त को आनंद देवी कि लिखिपर निज हिसाब से गायबी पक्षी सम मधुर गीत गायबी है तो बहुत गुड़े हो पार तो यहाँ लिख बोली किसी माने ना तुम हिसाब से भी तुम लिखिपर है तो जदि तुमको वीडियो भल लगुच ताहले गोटे लाइक टे कर तो यहाँ ही तुमको देखी से देख है तो जोटा ऊपर आम देखिले है जह्न हम शशि आ निशाकर आ भर गोटा अलग गोटा अलग है सूर्यर सुधाकर अलग हम यहाँ आम देखिक आइले कि ये देखिक आइले देख सूर्य रवि दिवाकर किंतु सुधाकर अलग सेमती कौच पवनर यहाँ अत्रीर पड़िया है धरणीर सूता अलग पराग अलग पद्मर है ये जह्नर शस्य जह्न मान निशाकर भी हो शशि भी हो बट शस्य हम कि हम ना है तो ये जोटा देती तो जलिबी है मु अग्निशम ये लिखिपर आराम से मु अग्निशम जलिबा चाहिए है ढली ढली मु ढली ढली चलिले ना लोक मैंने ढली ढली चलती है तो एमती लिखिपर खेली तापर झरी भी है तो पिलाटी खेली खेली विद्यालय फेरुला है दही भी अग्निर दहन मु अग्निशम समाज को दहिबी तापर गायबी पक्षी सम गीत गायबी हो पार है तो देख जब तुमको वीडियो बहुत भल लगुच ताहले लाइक कर शेयर कर सब्सक्राइब कर थैंक यू जय हिंद।